ମୋ ବାବା ଚାଷ କରନ୍ତି। ଚାଷ କରିକି ମୋତେ ପଇସା ବହୁତ କଷ୍ଟରେ ଦିଅନ୍ତି। ଘର ଚଳାନ୍ତି, 3 ଭାଇଙ୍କର 4 ଭାଇଙ୍କର ଆମେ। ତାପରେ ମୁଁ +2 ପଢ଼ିଲି, ସାଇନ୍ସ ପଢ଼ିଲି। ତାପରେ ସେଇଠୁ ମୋତେ ଯିଏକି କଲ୍ୟାଣୀ ପୃଷ୍ଟି ତାଙ୍କେ ମୋତେ ବହୁତ ଇନ୍ସପାୟାର କରିକି ମୋତେ ତାପରେ ମ୍ୟାଥମେଟିକ୍ସ ରଖିବା ପାଇଁ କହିଥିଲେ। BSc ପିଓର ମ୍ୟାଥମେଟିକ୍ସ ମୁଁ କୋରାପୁଟ କଲେଜରେ ପଢ଼ିଲି। ଦେନ୍ ତାପରେ ମୁଁ IIT ପାଇଁ ପ୍ରିପାରେସନ୍ ଷ୍ଟାର୍ଟ କରିଥିଲି, ସେଇଠୁ ଷ୍ଟାର୍ଟ କରିଥିଲି। ଦେନ୍ ତାପରେ ମୋର କୋଚିଂ ନେବା ପାଇଁ ଅସମର୍ଥ, ଅଲ୍ ଇଣ୍ଡିଆ ର୍ୟାଙ୍କ 3000 ର୍ୟାଙ୍କ ରଖିଛି। ଯେହେତୁ ପଇସା ପାଇଁ ଅସମ୍ଭବ, ସେଥିପାଇଁ ମୁଁ ୟୁଟ୍ୟୁବରୁ ଷ୍ଟାର୍ଟ କରିକି ୟୁଟ୍ୟୁବରୁ ମୁଁ ପାଇଛି। ଦେନ୍ ତାପରେ ମୁଁ ଟ୍ୟୁସନ୍ କଲି। ଟ୍ୟୁସନ୍ରେ ଯେତିକି ପଇସା ଆସୁଥିଲା ସେ ପଇସାରେ ମୁଁ ହଷ୍ଟେଲ୍ ମେସ୍ ଫିସ୍ ଦେଉଥିଲି, ୱିଥ୍ ମୋର ନିଜ ଖର୍ଚ୍ଚ କରୁଥିଲି। +3 ମୋର IIT କମ୍ପ୍ଲିଟ୍ ହେବ। ଦେନ୍ 2 ଇୟର୍ସ ମୋର କମ୍ପ୍ଲିଟ୍ ହେଲା ପରେ ମୁଁ ତାପରେ ଇସ୍ରୋ ପାଇଁ ଏକ୍ଜାମ୍ ଦେବାକୁ ଚାହୁଁଛି। ମୋ ଏଜ୍ ଷ୍ଟୁଡେଣ୍ଟ ମାନେ ଅଛନ୍ତି, ଯେହେତୁ ତାଙ୍କେ ପାଠପଢ଼ା ପାଇଁ ପଇସା ଯୋଗୁଁ ଅସମର୍ଥ ହେଉଛନ୍ତି, ତାଙ୍କୁ ମୁଁ ମେସେଜ୍ ଦେବାକୁ ଚାହୁଁଛି କି ସେମାନେ ଟ୍ୟୁସନ୍ କରିକି ତାଙ୍କର ଯଦି ଦୃଢ଼ ଇଚ୍ଛା ଶକ୍ତି ଥିଲେ ଟ୍ୟୁସନ୍ କରିକି ଆଉ କେଉଁ ଉପାୟ ଥିବ ସେଇ ଉପାୟରେ ସେମାନେ ଆଗକୁ ଯାଇପାରିବେ। ଯଦି ଦୃଢ଼ ଇଚ୍ଛା ଶକ୍ତି ଥିଲେ, ଇଚ୍ଛା ଶକ୍ତି ନଥିଲେ କିଛି ବି ହେବନି।